ପୁଣି ବାଲିଆପାଳରେ ଚର୍ଚ୍ଚାର ବିଷୟ ପାଲଟିଛି ଶିଶୁ ସେବିକା ଚୟନର ଅନିୟମିତତା। ଜନୈକ ଶିକ୍ଷକଙ୍କ ବିରୁଦ୍ଧରେ 2020 ମସିହାରେ ଷ୍ଟାଇପେଣ୍ଡ ଟଙ୍କା ନିଜ ପିଲାର ଷ୍ଟାଇପେଣ୍ଡ ଟଙ୍କା ବାବଦରେ ଅଭିଯୋଗ କରିଥିବାରୁ ଆଜି ଦଣ୍ଡ ପାଉଛନ୍ତି। ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଶିଶୁ ସେବିକା ଚୟନରୁ ଉଦ୍ଦେଶ୍ୟମୂଳକ ଭାବରେ ବଞ୍ଚିତ କରାଯାଉଛି ଜନୈକ ହରିଜନ ମହିଳାଙ୍କୁ। ତେବେ ଏପରି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତର ହରପ୍ରସାଦ ସରକାରୀ ନୋଡାଲ ବିଦ୍ୟାଳୟ। ତେବେ ଏହି ବିଦ୍ୟାଳୟରେ ଶିଶୁ ସେବିକା ଚୟନ ନିମନ୍ତେ ବିଜ୍ଞାପନ ବାହାରିଥିଲା ବେଳେ ବିଜ୍ଞାପନର ଶେଷ ତାରିଖ 10 ଫେବୃଆରୀ 2026 ଥିବାବେଳେ କିନ୍ତୁ ଜନୈକ ଆବେଦନକାରୀ ଯିଏକି ଆବେଦନ କରିନାହାନ୍ତି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ରାଗ ରଖି ଚୟନ କରାଯାଇଥିବାର ଅଭିଯୋଗ ମଧ୍ୟ କରାଯାଇଛି। ତେବେ ଆସନ୍ତୁ ବାସ୍ତବରେ କ'ଣ ଘଟଣା, କାହିଁକି ହରିଜନ ମହିଳା ଜଣକ ଶିଶୁ ସେବିକା ଚୟନରୁ ବଞ୍ଚିତ କରାଗଲା କିମ୍ବା ଉପେକ୍ଷିତ କରାଗଲା, ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ଶିଶୁ ସେବିକା ଭାବରେ ମନୋନୀତ କରାନଯିବାର କାରଣ କ'ଣ, ରହସ୍ୟ କ'ଣ, ଭିତିରି ରହସ୍ୟ କ'ଣ, ତାହା ପଚାରିବେ ଯିବା। ଇତିଶ୍ରୀ ମୁଖୀ ବେତନା। ଯେ ଆପଣ ଶିଶୁ ସେବିକା ଚୟନରେ ଅନିୟମିତତା ଆପଣ ଅଭିଯୋଗ କରିଛନ୍ତି, କ'ଣ କହିବେ ସେ ବାବଦରେ, କ'ଣ ଅଭିଯୋଗ ରହିଛି? ବେତନା ହରପ୍ରସାଦ ବିଦ୍ୟାଳୟରେ ଶିଶୁ ସେବିକାରେ ନିଯୁକ୍ତି ନିମନ୍ତେ ମୁଁ ଦରଖାସ୍ତକାରୀ। ତେବେ ସରକାରଙ୍କ ସମସ୍ତ ଗାଇଡ଼ଲାଇନ୍ ପୂରଣ କରିବା ପାଇଁ ଓ ଯୁକ୍ତ 2ରେ ମୋର ସର୍ବାଧିକ ନମ୍ବର ଥାଇ ନିଯୁକ୍ତି ଆଶ୍ରୟ ଥିବାବେଳେ ଉଦ୍ଦେଶ୍ୟମୂଳକ ଭାବରେ ମୋତେ ନିଯୁକ୍ତି ଦେଇ ନଯାଇ ଅନ୍ୟକୁ ନିଯୁକ୍ତି ଦିଆଯିବାର ମସୁଦା ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଦରଖାସ୍ତ ଗ୍ରହଣ ଶେଷ ତାରିଖ ଫେବୃଆରୀ 10 ହୋଇଥିବା ବେଳେ ମୋତେ ବଞ୍ଚିତ କରିବା ପାଇଁ ଫର୍ମ ଗ୍ରହଣର ଶେଷ ତାରିଖ ଫର୍ମ ପରେ ଫର୍ମ ପୁରାଯାଇ ତାକୁ ନିଯୁକ୍ତି ଦିଆଯିବାର ମସୁଦା ହୋଇଛି। ତେବେ ସବୁଠାରୁ ବଡ଼ କଥା ମୂଳ ପ୍ରମାଣପତ୍ର ଯାଞ୍ଚ ସମୟରେ ପ୍ରତିପକ୍ଷ ମୂଳ ପ୍ରମାଣପତ୍ର ଦେଖାଇ ପାରିନଥିଲେ। ସବୁଠାରୁ ବଡ଼ କଥା ସରକାରୀ ନିୟମ କରୁଛି ଯେ ଯେଉଁ ଗ୍ରାମରେ ବିଦ୍ୟାଳୟରେ ସେହି ଗ୍ରାମ ପ୍ରାର୍ଥୀଙ୍କୁ ଅଗ୍ରାଧିକାରୀଙ୍କୁ ଦିଆଯିବ, କିନ୍ତୁ ପ୍ରତିପକ୍ଷ ପଡ଼ୋଶୀ ତରାପୁର ଗ୍ରାମର ବାସିନ୍ଦା ହେଉ ବେତନା ଗ୍ରାମର ମୁଁ ଏକମାତ୍ର ଆବେଦନକାରୀ ଅଟେ। আপনার নাম পরিচিত দেবে? ମୋ ନାଁ ଦେବେନ୍ଦ୍ର ମୁଖୀ, ଘର ବେତନା। କ'ଣ ରହିଛି ଆପଣଙ୍କର ଅଭିଯୋଗ, କ'ଣ ରହିଛି ଯେଉଁ ଶିଶୁ ସେବିକା ନିଯୁକ୍ତିରେ ବେତନା ସ୍କୁଲରେ ଯେଉଁ ସଂଚକତା କରାଯାଇଛି, କ'ଣ କହିବେ ସେ ବାବଦରେ? ମୋ ସ୍ତ୍ରୀ ଜଣେ ବେତନା ସ୍କୁଲରେ ଶିଶୁ ସେବିକା ଯେଉଁ ସରକାରଙ୍କର ବାହାରିଥିଲା ନିଯୁକ୍ତି ଶିଶୁ ସେବିକାରେ, ସେ ଜଣେ ଆବେଦନକାରିଣୀ ଅଟେ। ତେଣୁ ତାଙ୍କୁ ଆବେଦନ ସେ କରିଥିଲା, ଶିଶୁ ସେବିକାରେ ବେତନା ସ୍କୁଲ ଆବେଦନ କରିଥିଲା। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବଞ୍ଚିତ କରାଯାଉଛି ନିଯୁକ୍ତିରେ। କାରଣ ମୋ ସ୍ତ୍ରୀର ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ +2ରେ ଅଧିକ ମାର୍କ ରହିଛି ଏବଂ ସମସ୍ତ ଡକୁମେଣ୍ଟ ମଧ୍ୟ ବେତନା ଗ୍ରାମରେ ଅଟେ ହୋଇଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ବଞ୍ଚିତ କରାଯାଉଛି। କାରଣ 2020 ମସିହାରେ ମୋ ପିଲା ଷ୍ଟାଇପେଣ୍ଡ ପାଉଥିଲା। ତେଣୁ ତାକୁ ବର୍ତ୍ତମାନ ସେ ସାର୍ ଏବେ ବି ସେ ସ୍କୁଲରେ ଶିକ୍ଷକତା କରୁଛନ୍ତି। ସେତେବେଳେ ସେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲେ, ତ ତାଙ୍କୁ ଦେଇନଥିଲେ, ମୋ ପିଲାକୁ ଦେଇନଥିଲେ। ତ ଏ ବାବଦରେ ମୁଁ ଉପରିସ୍ଥ ଅଧିକାରୀଙ୍କ ଠାରେ ମୁଁ ଗୁହାରି ଜଣାଇଥିଲି। ଜଣାଇବା ଫଳରେ ମୁଁ ନ୍ୟାୟ ପାଇଥିଲି। ତା ସତ୍ତ୍ୱେ ମଧ୍ୟ ସେହି ପୂର୍ବ ରାଗକୁ ରଖି ଏବେ ମୋ ସ୍ତ୍ରୀକୁ ଶିଶୁ ସେବିକା ନିଯୁକ୍ତିରୁ ବଞ୍ଚିତ କରିବା ପାଇଁ ବିଧିବଦ୍ଧ ଯୋଜନା କରାଯାଉଛି ଉଦ୍ଦେଶ୍ୟମୂଳକ ଭାବରେ। ଆପଣଙ୍କର ଯେଉଁ ଯାହାକୁ ଦିଆଯିବ ବୋଲି ଯୋଜନା ହେଉଛି, ତାର କ'ଣ ରହିଛି ସବୁ, ମାନେ ଲାକୁନା କ'ଣ ରହିଛି?
ତାଙ୍କର ଅସୁବିଧା ଏହା କି ଯେ ସେ ବେତନା ଗ୍ରାମରେ ବାସିନ୍ଦା ଅଟନ୍ତି ନୁହନ୍ତି, ସେ ପାଖ ପଡ଼ୋଶୀ ଗାଁ ତରାପୁର ଗାଁରେ ବାସିନ୍ଦା ଅଟନ୍ତି। ତାଙ୍କର ସମସ୍ତ ଡକୁମେଣ୍ଟ ତରାପୁରରେ ଅଟେ ଥାଇ ମଧ୍ୟ ତାଙ୍କୁ ଶିଶୁ ସେବିକା ନିଯୁକ୍ତି ନିମନ୍ତେ ଯୋଜନାବଦ୍ଧ ଭାବରେ ଚୟନ କରାଯାଉଛି। ତାଙ୍କର ଯେଉଁ ରେସିଡେଣ୍ଟ ସାର୍ଟିଫିକେଟ୍ ତାଙ୍କର ତାଙ୍କର ନୋଟିସ୍ ବାହାରିଥିଲା। ପ୍ରଥମ ନୋଟିସ୍ରେ ତାଙ୍କର ଭୋଟର ପରିଚୟ ପତ୍ର ଗାଇଡ଼ଲାଇନ୍ ଅନୁସାରେ ମଗାଯାଇଥିଲା, ରେସିଡେଣ୍ଟ ମଗାଯାଇଥିଲା, କିନ୍ତୁ ତାଙ୍କର ଭୋଟ ପରିଚୟ ପତ୍ର ତରାପୁର ଅଟେ, ରେସନ କାର୍ଡ଼ ମଧ୍ୟ ତରାପୁର ଅଟେ ଏବଂ ରେସିଡେଣ୍ଟ ସାର୍ଟିଫିକେଟ୍ ମଧ୍ୟ ତାଙ୍କ ବାପଘର ବାଉଁଶମୁଖୀରେ ଅଟେ। ତ ଏସବୁ ଡକୁମେଣ୍ଟ ତାଙ୍କର ସରକାରଙ୍କ ଗାଇଡ଼ଲାଇନ୍ ଭିତରେ ନୁହଁ, ଯାହାଫଳରେ କି ତାଙ୍କୁ ମଧ୍ୟ ଦିଆଯାଉଛି। କ'ଣ ନିବେଦନ କରିବେ? ମୁଁ ଏହା ନିବେଦନ କରୁଛି ସରକାରଙ୍କ ଠାରେ, ତେଣୁ ମୋ ସ୍ତ୍ରୀକୁ ନ୍ୟାୟ ମିଳୁ, ବିଧିବଦ୍ଧ ଭାବରେ ସମସ୍ତ ଡକୁମେଣ୍ଟ ଯାଞ୍ଚ କରାଯାଉ ଏବଂ ନ୍ୟାୟ ମିଳୁ। ତେବେ ଆପଣମାନେ ଶୁଣୁଥିଲେ ବାସ୍ତବରେ ଶିଶୁ ସେବିକା ଚୟନ କେମିତି ଚଞ୍ଚକତା ରୂପ ନେଇଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ ସରକାରଙ୍କର ଯେଉଁ ଶିଶୁ ସେବିକା ନିଯୁକ୍ତି ଫଳରେ ସ୍କୁଲର ବାତାବରଣ ନିଶ୍ଚିତ ଭାବରେ ଖରାପ ହୋଇଛି। କାରଣ ଚଞ୍ଚକତା କରି କିଛି ଅସାଧୁ ଆପଣଙ୍କର ପ୍ରଧାନ ଶିକ୍ଷକ କୁହନ୍ତୁ କିମ୍ବା ଆପଣଙ୍କର ଯେଉଁ ମ୍ୟାନେଜିଂ କମିଟି ଅଛି କୁହନ୍ତୁ କିମ୍ବା ଗ୍ରାମବାସୀ ତଥା ରାଜନୈତିକ ବ୍ୟକ୍ତିବିଶେଷ ଏହାର ଫାଇଦା ନେବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେତନା ଯେଉଁ ହରପ୍ରସାଦ ସରକାରୀ ଉପ୍ରା ବିଦ୍ୟାଳୟରେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସରକାରଙ୍କ ସମସ୍ତ ଗାଇଡ଼ଲାଇନ୍ ପୂରଣ କରୁଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବରେ 2020 ମସିହାର ଯେଉଁ ଅଭିଯୋଗକୁ ଭିତ୍ତି କରି ଷ୍ଟାଇପେଣ୍ଡ ଟଙ୍କାର ଯେଉଁ ବଞ୍ଚିତ କରାଯାଇଥିବା ତାଙ୍କ ପୁଅର ଅଭିଯୋଗ ପରେ ତାହାକୁ ଭିତ୍ତି କରି ନିଯୁକ୍ତିରୁ ବଞ୍ଚିତ କରାଯାଉଥିବା ନିଶ୍ଚିତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ କଥା। ଆମେ ରାଜ୍ୟ ସରକାରଙ୍କଠାରେ ନିଶ୍ଚିତ ଭାବେ ଦାବି କରିବୁ, ଉଚ୍ଚ ଅଧିକାରୀଙ୍କଠାରେ ଦାବି କରିବୁ ଏହାର ବିଧିବଦ୍ଧ ତଦନ୍ତ କରାଯାଉ ଏବଂ ସଠିକ୍ ବ୍ୟକ୍ତିଙ୍କୁ ଶିଶୁ ସେବିକା ଚୟନ କରାଯାଉ ଏବଂ ବିଦ୍ୟାଳୟର ଯେଉଁ ଶୈକ୍ଷିକ ବାତାବରଣକୁ ସଠିକ୍ ଢଙ୍ଗରେ ପରିଚାଳନା କରାଯାଉ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ରାଜ୍ୟ ସରକାର କିମ୍ବା ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ କ'ଣ ନେଉଛନ୍ତି ପଦକ୍ଷେପ। ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ମନୋରଞ୍ଜନ ପାଣିଗ୍ରାହୀ, ବଡ଼ ଖବର।